ସମସ୍ତ ନମସ୍କାର। ଆଶା କରେ ଆପଣମାନେ ସମସ୍ତେ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଭଲ ଥିବେ। ଆ, ଆଜି ଆମମାନେ ବେଶୀ ମୂଲ୍ୟବାନ ଟପିକକୁ ନେଇକି କଥା ହେବା। ଆପଣ ଜାଣିଥିବେ ଆଦି ପୁସ୍ତକ ଏକ ପର୍ବରେ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ। ଆଉ ପରମେଶ୍ୱର ଧୂଳି ଦ୍ୱାରା ମନୁଷ୍ୟ ପରମେଶ୍ୱରକୁ ନିର୍ମାଣ କଲେ। ନାସିକା ରନ୍ଧ୍ରରେ ଫୁଙ୍କ ଦେଇକି ପ୍ରାଣବାୟୁ ପ୍ରବେଶ କରାଇଲେ। ଆଉ ଦୁଇ ପର୍ବରେ ପରମେଶ୍ୱର ସେଠି ଆଦମକୁ ନେଇକି ଏଦନା ଉଦ୍ୟାନ ମଧ୍ୟରେ ପ୍ରକୃତିରେ ରଖିଲେ ସୁସଜ୍ଜିତ କର ବୋଲି। ତ ଆଦମ ଯେତେବେଳେ ରଖାଗଲା ସେଠି ପରମେଶ୍ୱର ଆଦମକୁ ଗୋଟେ ନିୟମ ଦେଲେ। ଆଉ ତମେ ଯାହା ବି ଦେଖୁଛ ଏ ଉଦ୍ୟାନ ମଧ୍ୟରେ ସେ ସମସ୍ତ ବୃକ୍ଷ ଫଳ ତମେ ସ୍ୱଚ୍ଛନ୍ଦରେ ଭୋଜନ କରିପାରିବ କହିଲେ। ଆଉ ପରମେଶ୍ୱର ମନୁଷ୍ୟକୁ ଖାଲି ସେତିକି କହିଲେ ନାହିଁ, ସମସ୍ତ ବିଷୟରେ ତମେ କର୍ତ୍ତୃତ୍ୱ କରିକି ବଞ୍ଚିବ କହିଲେ। ତ ମନୁଷ୍ୟ ଯେତେବେଳେ ଏ ପ୍ରକାର ଭାବରେ ରଖାଗଲା ଏଦନା ଉଦ୍ୟାନ ମଧ୍ୟରେ, ସେଠି ଆଦି ପୁସ୍ତକ ତିନି ପର୍ବ ପ୍ରକୃତିରେ ଆସିଲା। ତ ଆଦି ପୁସ୍ତକ ତିନି ପର୍ବ ଯେତେବେଳେ ଆସୁଛି ସେ ଜାଗାରେ ମନୁଷ୍ୟ ଶୈତାନର ସ୍ୱରକୁ ଶୁଣିକି ପରମେଶ୍ୱରଙ୍କର ବାକ୍ୟକୁ ପରିତ୍ୟାଗ କରୁଛି ଆଉ ଶୈତାନର ଚିନ୍ତା ଦ୍ୱାରା ପ୍ରକୃତିରେ ଚାଳିତ ହଉଛି। ତ ମନୁଷ୍ୟ ଯେତେବେଳେ ଏ ପ୍ରକାର ଭାବରେ ଚାଳିତ ହଉଛି ଆଦି ପୁସ୍ତକ ତିନି ପର୍ବରେ ମନୁଷ୍ୟର ଜୀବନ ପ୍ରକୃତିରେ ଚାଲି ଯାଉଛି ଆଉ ମନୁଷ୍ୟ ପ୍ରକୃତିରେ ଗୋଟେ ଶୈତାନର ଦାସ ଭାବରେ ପ୍ରକୃତିରେ ଜୀବନ ଯାପନ କରୁଛି। କିନ୍ତୁ ଆମେ ଯଦି ଦେଖିବା ସେ ଜାଗାରେ ଆଦି ପୁସ୍ତକ ଚାରି ପର୍ବ ଯେତେବେଳେ ଆସୁଛି, ଆଦି ପୁସ୍ତକ ଚାରି ପର୍ବରେ ସେଠି ଆଦମର ଛୁଆମାନେ ପ୍ରକୃତିରେ ବାହାରିକି ଆସୁଛନ୍ତି। ଆଉ ବଡ଼ ପୁଅର ନାଁ ହଉଛି କଇନ, ସାନ ପୁଅର ନାଁ ହଉଛି ହେବଲ। ଦିନେ ଏମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ। ଆଉ ପରମେଶ୍ୱରଙ୍କ ସମ୍ମୁଖରେ ଯେତେବେଳେ ସେମାନେ ଛିଡ଼ା ହେଲେ, ଏମାନେ ଦୁଇ ପ୍ରକାର ନୈବେଦ୍ୟକୁ ନେଇକି ସେମାନେ ଛିଡ଼ା ହଉଛନ୍ତି। କଇନ ଭୂମିର ଉତ୍ପନ୍ନ ଫଳକୁ ନେଇକି ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲେ। କିନ୍ତୁ ହେବଲ ପ୍ରଥମ ଜାତ କେତେକ ମେଷମାନଙ୍କର ରକ୍ତ ମେଦକୁ ନେଇକି ଛିଡ଼ା ହେଲେ। ପରମେଶ୍ୱର ଯେତେବେଳେ ଦେଖିଲେ କି କଇନ ପ୍ରକୃତିରେ ଭୂମିର ଉତ୍ପନ୍ନ ଫଳକୁ ଆଣି ଅଛନ୍ତି, ପରମେଶ୍ୱର କଇନର ନୈବେଦ୍ୟକୁ ଦେଖିଲା ପରେ କେବେ ଖୁସି ହେଇପାରିଲେ ନାହିଁ। ସେଥିପାଇଁ କଇନର ନୈବେଦ୍ୟକୁ ସେ ପରମେଶ୍ୱର ଅଗ୍ରାହ୍ୟ କରୁଛନ୍ତି ଆଉ କଇନକୁ ମଧ୍ୟ ଅଗ୍ରାହ୍ୟ କରୁଛନ୍ତି। ତ ସେ ସମୟରେ କଇନ ପ୍ରକୃତିରେ ବେଶୀ କ୍ରୋଧ କଲା ଆଉ ଚାଲିଗଲା। ସେ ଅଧମୁଖ ହେଲା ଲେଖା ହେଇଛି। ଦିନେ ହେବଲ ମଧ୍ୟ ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହେଲା। ହେବଲ ଯେତେବେଳେ ଛିଡ଼ା ହେଲା, ହେବଲର ନୈବେଦ୍ୟକୁ ପରମେଶ୍ୱର ଗ୍ରହଣ କଲେ। ହେବଲକୁ ମଧ୍ୟ ଗ୍ରହଣ କଲେ। ତ ହେବଲ ବେଶୀ ଖୁସି ହେଲେ ଯେତେବେଳେ ହେବଲର ନୈବେଦ୍ୟକୁ ଗ୍ରହଣ କରାଗଲା। କିନ୍ତୁ କଇନ ପ୍ରକୃତିରେ କ୍ରୋଧ ହେଲା, ଅଧମୁଖ ହେଲା ଲେଖା ହେଇଛି। ସେଥିପାଇଁ ଗୋଟେ ସମୟ ଅନୁକ୍ରମେ ଯେତେବେଳେ ଆମେ ଯଦି ଦେଖିବା କହିଲେ ସେଠି କଇନ ହେବଲକୁ ପ୍ରକୃତିରେ ହତ୍ୟା କରୁଛନ୍ତି ଆଉ ପଳେଇ ଯାଉଛନ୍ତି। ଦିନେ ପରମେଶ୍ୱର କଇନଙ୍କୁ ପଚାରିଲେ, ତମ ଭାଇ ହେବଲ କେଉଁଠାରେ? ତ କଇନ ହେବଲ ବିଷୟରେ କଇନ ପ୍ରକୃତିରେ ଉତ୍ତର ଦେଲେ, ମୁଁ କଣ ମୋର ଭାଇର ରକ୍ଷକ? ଆଉ ମୁଁ କଣ ତାକୁ ଜଗିଥିବି ସେ କୁଆଡ଼େ ଥିବ ନଥିବ। ସେଥିପାଇଁ ପରମେଶ୍ୱର ସିଧାସଳଖ କଇନଙ୍କ ପ୍ରକୃତିରେ କହିଲେ, ତମର ଭାଇର ରକ୍ତ ଭୂମିରୁ ଡାକ ପକଉଛି। ତ ସେ ସମୟରେ କଇନ ଜଣେ ଲୋକ ପ୍ରକୃତିରେ କେବେ ମଧ୍ୟ ଲୁଚି ପାରିବେ ନାହିଁ। ଆଉ କେବେ ମଧ୍ୟ ସେ ଜଣେ ଲୋକ ପରମେଶ୍ୱରଙ୍କ ଠାରୁ ପଳାୟନ କରିବି କେବେ ଚିନ୍ତା ବି କରିପାରିବେ ନାହିଁ। କିନ୍ତୁ ଏ ଜାଗାରେ କଇନର ସମସ୍ତ ଦୋଷ ପ୍ରକୃତରେ ପ୍ରକାଶିତ ହଉଛି। ଆଉ ସେ ସମୟରେ କଇନ ପ୍ରକୃତରେ ଗୋଟେ ବିଷୟ ସେ କହୁଛନ୍ତି। ଆଉ ଗୋଟେ ବିଷୟ ସେ କହୁଛନ୍ତି, ଆଉ ମୋର ଦଣ୍ଡ ହଉଛି ଅସହ୍ୟ, ମୁଁ ଏହାକୁ ସହ୍ୟ କରିପାରିବି ନାହିଁ କହିକି। ତ ଚାଲନ୍ତୁ ଆମମାନେ ଏ ବାକ୍ୟକୁ ନେଇ ଯେତେବେଳେ କଥା ହେବା ଆଉ ଆମମାନଙ୍କର ଜୀବନକୁ ନେଇ ଯେତେବେଳେ ଆମେ ତୁଳନା କରିବା, ତ ସେ ସମୟରେ ଆମମାନେ ମଧ୍ୟ ଯେତେବେଳେ ଦେଖିବା, ଆମେ ବି ଜଣେ ଲୋକ ଆଦାମଙ୍କ ବଂଶରୁ ପ୍ରକୃତିରେ ସୃଷ୍ଟି କରାଯାଇଛୁ। ହଁ, ଆମମାନଙ୍କର ସୃଷ୍ଟି ହେଉଛି ସମାନ ଆଦାମଙ୍କ ସହିତ, କିନ୍ତୁ ଆମର ଜନ୍ମ ତାରିଖ ହେଉଛି ଭିନ୍ନ। କିନ୍ତୁ ପରମେଶ୍ୱର ଯେତେବେଳେ ବାଇବଲ ଦ୍ୱାରା ଆମମାନଙ୍କୁ ଗୋଟେ ବିଷୟକୁ ଶିଖାଇବା ପାଇଁ ଚାହାନ୍ତି, ଦେଖାଇବା ପାଇଁ ଚାହାନ୍ତି, ମୁଁ ଆଜି ଆମମାନଙ୍କୁ ସେ ବାକ୍ୟ କହିବା ପାଇଁ ଚାହେଁ। ରୋମୀୟ ପୁସ୍ତକ
ପାଞ୍ଚ ପର୍ବର 12 ପଦ ଯେତେବେଳେ ଆପଣ ଦେଖିବେ, ତ ସେ ଜାଗାରେ ଏ ପ୍ରକାର ଭାବରେ ଲେଖାଯାଇଛି। ଅତଏବ ଯେପରି ଜଣେ ଲୋକ ଦ୍ୱାରା ପାପ, ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେଇ ପ୍ରକାର ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ତ ଏଇ ଜାଗାରେ ବାଇବଲରେ ଲେଖା ହେଇଛି, ଜଣେ ଲୋକ ଦ୍ୱାରା ପାପ, ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେଇ ପ୍ରକାର ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ। ତ ଅନେକ ଲୋକ ଯେତେବେଳେ ଜଗତ ମଧ୍ୟରେ ବଞ୍ଚୁ ଅଛନ୍ତି, ପ୍ରତ୍ୟେକଙ୍କ ହୃଦୟରେ ଗୋଟେ ପ୍ରକାର ଧାରଣା ଅଛି କି ଆମେ ଯେହେତୁ ପାପ କରୁଛୁ, ସେଥିପାଇଁ ପାପ ଆମ ପାଖରେ ଅଛି। ଆମେ ଯେହେତୁ ପାପ କର୍ମ କରୁଛୁ, ସେଥିପାଇଁ ଆମେ ପାପୀ। ଆମେ ପାପରୁ ଆମେ ପାପ ଭଲ କାମ କରିବା ପାଇଁ ଚାହୁଁଛୁ, ଆଉ ମନ୍ଦ କରିବା ପାଇଁ ଚାହୁଁନୁ, କିନ୍ତୁ ଆମେ ଯେହେତୁ ପାପ କରୁଛୁ, ସେଥିପାଇଁ ଆମେ ପାପୀ। ସେଥିପାଇଁ ଅନେକ ଲୋକ ପ୍ରକୃତିରେ ଏ ପ୍ରକାର ଚିନ୍ତାକୁ ଧରି ଚିନ୍ତା ଦ୍ୱାରା ଧରା ଯାଇକି ସେମାନେ ଭଲ କର୍ମ କରିବା ପାଇଁ, ବ୍ୟବସ୍ଥା ପାଳନ କରିବା ପାଇଁ ପ୍ରଭୁଙ୍କ ସମ୍ମୁଖରେ ଛିଡା ହେଇଥାନ୍ତି। କିନ୍ତୁ ଲୋକମାନେ ଯେତେବେଳେ ବ୍ୟବସ୍ଥା ଅନୁସାରେ କର୍ମ କରିବା ପାଇଁ ଚେଷ୍ଟା କରନ୍ତି, ଲୋକମାନେ ସଦାବେଳେ ବିଫଳ ହେଇଥାନ୍ତି, ଆଉ ଲୋକମାନେ ସଦାବେଳେ ଫେଲର ହେଇଥାନ୍ତି। ଆଉ ଲୋକମାନେ ସଦାବେଳେ ନିଜକୁ ପ୍ରକୃତରେ ସେମାନେ କହିବାକୁ ଆରମ୍ଭ କରିଥାନ୍ତି, ହଁ ମୁଁ ଆଜି କରିପାରିଲିନି, ମୁଁ କାଲିକି କରିପାରିବି। ତ ଏ ପ୍ରକାର ଭାବରେ ସେମାନେ ସଦାବେଳେ ଶୈତାନର ପ୍ରକୃତିରେ ଠକା ହେଇକି ଜୀବନ ଯାପନ କରିଥାନ୍ତି ଏ ଜଗତ ମଧ୍ୟରେ। କିନ୍ତୁ ବାଇବଲକୁ ଯଦି ଆମେ ଦେଖିବା, ବାଇବଲରେ କୋଉ ପ୍ରକାର ଭାବରେ ପରମେଶ୍ୱର ବାକ୍ୟକୁ ଦେଇ ଆସନ୍ତି, ଆଉ ବାକ୍ୟ କଣ କହୁଛି ଆମମାନଙ୍କ ବିଷୟରେ, ତ ଆମେ ଯଦି ଖୋଜିବା ଆଉ ଚିନ୍ତା କରିବା ସେ ବାକ୍ୟକୁ ନେଇକି, ତ ଆମେ ଗୋଟେ ବିଷୟକୁ ତାର ଉତ୍ତର ପ୍ରକୃତିରେ ପାଇପାରିବା ଯେ ପ୍ରଭୁ ଯାହା କହୁଛନ୍ତି, ଜଣେ ଲୋକ ଦ୍ୱାରା ପାପ, ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲେ। ତ ସେ ଜଣେ ଲୋକ କିଏ ହେଇଥିବେ? ତ ନିଶ୍ଚିତ ଭାବରେ ସେ ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସୃଷ୍ଟି କରାଯାଇଥିବା ଆଦମ ପ୍ରକୃତିରେ ଥିବେ। ସେଥିପାଇଁ ସେ ଆଦମଙ୍କ ଦ୍ୱାରା ପାପ ଆସିଲା, ଆଦମଙ୍କ ଦ୍ୱାରା ମୃତ୍ୟୁ ପ୍ରବେଶ କଲା, ଆଉ ସେଇ ପ୍ରକାର ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ପାପ କଲେ ଲେଖାଇଛି। ଆମେ ପାପ କଲୁ ସେଥିପାଇଁ ଆମେ ପାପୀ ତାହା ନୁହେଁ, କିନ୍ତୁ ଆଦମ ପାପ କଲେ ସେଥିପାଇଁ ଆମେ ପାପୀ। ଏଇଟା ହଉଛି ବାଇବଲରେ ସ୍ପଷ୍ଟ ଭାବରେ ପ୍ରକୃତରେ ଲେଖାଯାଇଛି। ସେଥିପାଇଁ ଲୋକମାନଙ୍କ ପାଖରେ ଯଦି ଏ ପ୍ରକାର ସ୍ପଷ୍ଟ ବିଶ୍ୱାସ ଯେତେବେଳେ ଆସିବ, ବାକ୍ୟକୁ ଯେତେବେଳେ ଦେଖିବେ, ସେମାନେ ସତରେ ନିଜର ହୃଦୟ ବିଷୟରେ, ନିଜର ଚିନ୍ତା ବିଷୟରେ ପ୍ରକୃତରେ ଜାଣିପାରିବେ କି ସତରେ ମୁଁ ପାପ କରୁଛି, ସେଥିପାଇଁ ମୁଁ ପାପୀ ନୁହଁ, କିନ୍ତୁ ମୋ ଭିତରେ ଜଣେ ଲୋକ ଅଛନ୍ତି ଯିଏକି ମୋତେ ପାପ କରଉଛନ୍ତି। ତା ମାନେ ମୁଁ ଆଦମଙ୍କ ବଂଶରୁ ଯେହେତୁ ଜନ୍ମଗ୍ରହଣ କରିଅଛି, ସେଥିପାଇଁ ଆଦମଙ୍କ ବଂଶରୁ ଯେହେତୁ ମୁଁ ଜନ୍ମଗ୍ରହଣ କରିଅଛି, ମୋ ଭିତରେ ପାପ ଅଛି। ସେଥିପାଇଁ ବାଇବଲରେ ପ୍ରକୃତରେ ଏ ପ୍ରକାର ଭାବରେ ପ୍ରକୃତରେ କୁହେ। ଆଉ ଗୀତ ସଂହିତା 51 ପର୍ବର 5 ପଦରେ ବାଇବଲରେ ଲେଖା ହେଇଛି, ଦେଖ ଅପରାଧରେ ମୁଁ ନିର୍ମିତ ହେଲି, ପାପରେ ମୋ ମାତା ମୋତେ ଗର୍ଭରେ ଧାରଣ କଲେ। ତ ବାଇବଲ କଣ କହୁଛି? ଦେଖ ଅପରାଧରେ ମୁଁ ନିର୍ମିତ ହେଲି। ତା ମାନେ ମୁଁ ଜଣେ ଲୋକ ପୂର୍ବରୁ ଯେତେବେଳେ ଜନ୍ମଗ୍ରହଣ କଲି ଜଗତ ମଧ୍ୟରେ, ମୁଁ ଜଣେ କେବେ ମଧ୍ୟ ଭଲ ଲୋକ ହେଇକି ଜନ୍ମ ହେଇନାହିଁ, କିନ୍ତୁ ମୁଁ ମାଆଙ୍କ ଗର୍ଭରୁ ହିଁ ମୁଁ ପାପରୁ ଧାରଣ କରିଛି। ମାନେ ପାପକୁ ନେଇକି ପ୍ରକୃତିରେ ଆସିଥିବା ବ୍ୟକ୍ତି ହେଉଛି ମୁଁ। କିନ୍ତୁ ଆମେ ଯେତେବେଳେ ଦେଖୁଛୁ ଆମ ଭିତରେ ପାପପୂର୍ଣ୍ଣ ଜୀବନ ଅଛି, ପାପ କରୁଛୁ, ପାପର ଚିନ୍ତା ଆସୁଛି, ପାପର ଅଭିଳାଷ ଆସୁଛି, ଆଉ ଏ ପ୍ରକାର ଅନେକ ଗୁଡ଼ିଏ କାମକୁ ତା ପ୍ରକୃତିରେ ଆମମାନଙ୍କ ଭିତରେ ଜାତ ହଉଛି। ତ ଆମେ ସେ ସମସ୍ତ ବିଷୟକୁ ବନ୍ଦ କରିବା ପାଇଁ ଚାହୁଁଛୁ, ଫିଙ୍ଗିବା ପାଇଁ ଚାହୁଁଛୁ, ନ କରିବା ପାଇଁ ଚାହୁଁଛୁ। କିନ୍ତୁ ବାସ୍ତବ ବିଷୟ କଣ? ଆମେ ନିଜକୁ ଜାଣିବାର ଅଛି, ମୁଁ ଆକ୍ଚୁଆଲି କିଏ, ମୋର ନେଟିଭିଟି ପ୍ରକୃତିରେ କଣ। ତ ଜଣେ ମଣିଷ ଯଦି ଜାଣିବ, ସେ କେବେ ମଧ୍ୟ ଚେଷ୍ଟା କରିବ ନାହିଁ, ସେ ପ୍ରଭୁଙ୍କ ସମ୍ମୁଖରେ ସେ ଯିବ, ସାଲେଣ୍ଡର ହବ। ପ୍ରଭୁ ମୋ ଦ୍ୱାରା ହବ ନାହିଁ, ମୁଁ କିଛି କରିପାରିବି ନାହିଁ। ପରମେଶ୍ୱର ମୋତେ ଅନୁଗ୍ରହ ଆଉ ଦୟା ପ୍ରକୃତିରେ ଦରକାର ଅଛି। ଆପଣ ଦୟା ନ କଲେ ମୁଁ କେବେ କିଛି କରିପାରିବି ନାହିଁ। ତ ଚାଲନ୍ତୁ ଆମେ ଏ ଆଦି ପୁସ୍ତକ 4 ପର୍ବର ବାକ୍ୟକୁ ନେଇ ଯଦି ଚିନ୍ତା କରିବା, ପରମେଶ୍ୱର ଯଦି କଇନର ନୈବେଦ୍ୟକୁ ଯେତେବେଳେ ଅଗ୍ରାହ୍ୟ କରୁଅଛନ୍ତି, ତ ପରମେଶ୍ୱର କାହିଁକି କଇନର ନୈବେଦ୍ୟକୁ ଅଗ୍ରାହ୍ୟ କରୁଛନ୍ତି? କଇନ ଥରେ ମଧ୍ୟ ଚିନ୍ତା କଲାନି ପ୍ରଭୁଙ୍କ ସମ୍ମୁଖରେ। କିନ୍ତୁ ଯେତେବେଳେ ସେ ତାର ନୈବେଦ୍ୟକୁ ଗ୍ରହଣ କରାଯାଉ ନାହିଁ, ସେ ସିଧାସଳଖ ପ୍ରକୃତିରେ କ୍ରୋଧ କରୁଛି, ଆଉ ସେ ଚାଲି ଯାଉଛି, ଅଧମୁଖ ହଉଛି। ଆଁ? କିନ୍ତୁ ସେ କେବେ ମଧ୍ୟ ହେବଲଙ୍କୁ ମଧ୍ୟ ପଚାରିନି, କି କେବେ ମଧ୍ୟ ସେ ପରମେଶ୍ୱରଙ୍କୁ ପଚାରିଲା ନାହିଁ, ପ୍ରଭୁ ମୋତେ ମୋର ନୈବେଦ୍ୟକୁ କାହିଁକି ତମେ ଅଗ୍ରାହ୍ୟ କଲ?
କୋଉ କାରଣ ପାଇଁ ତମ ମତେ ଫିଙ୍ଗିଦେଲ? ତାର ଉତ୍ତର କଣ? ଯଦି ପରମେଶ୍ୱରଙ୍କୁ ସେ ପ୍ରକାର ଭାବରେ ସେ ପଚାରିଥାନ୍ତା ନମ୍ର ଭାବରେ, ନମ୍ର ହୃଦୟକୁ ନେଇକି, ତ ନିଶ୍ଚିନ୍ତ ଭାବରେ ପରମେଶ୍ୱର ଦିନେ କଇନଙ୍କ ପ୍ରଭୃତିରେ ଉତ୍ତର ଦେଇଥାନ୍ତେ, ନାଇଁ ପରମେଶ୍ୱର ସେ ବିଷୟ ସେ ପ୍ରକାର ନୈବେଦ୍ୟ ଦ୍ୱାରା ପ୍ରଭୃତିରେ ଖୁସି ହେଇଥାନ୍ତି। ପରମେଶ୍ୱର ଯାହା ଇଚ୍ଛା କରୁଅଛନ୍ତି। ତ ସେ ଜାଗାରେ ସେ ସଠିକ ଉତ୍ତର ପାଇଥାନ୍ତା, ଆଉ ସେ ସଠିକ ନୈବେଦ୍ୟ ପରମେଶ୍ୱର ଯାହା ଚାହୁଁଅଛନ୍ତି ସେ ବିକାର ନୈବେଦ୍ୟ ସେ ଦେଇକି ସେ ପ୍ରଭୁଙ୍କୁ ପ୍ରଭୃତିରେ ଉତ୍ସର୍ଗ କରିଥାନ୍ତା। କିନ୍ତୁ ସେ କେବେ ମଧ୍ୟ ପଚାରିଲା ନାହିଁ, କିନ୍ତୁ ସେ ରାଗିକି କ୍ରୋଧ କରିକି ପଳାଇଲେ। ସେଥିପାଇଁ ଆମେ ଯେତେବେଳେ ଦେଖିବା ସେ ଜାଗାରେ ହେବଲ ଜଣେ ଲୋକ ଥିଲେ ଯିଏକି ପ୍ରଥମ ଜାତ କେତେକ ମେଷମାନଙ୍କର ମେଦ ଆଉ ରକ୍ତକୁ ନେଇକି ପ୍ରଭୁଙ୍କ ସମ୍ମୁଖରେ ଛିଡା ହେଲେ। ତ ପରମେଶ୍ୱର ହେବଲର ନୈବେଦ୍ୟକୁ ଦେଖିଲା ପରେ ବେଶୀ ଖୁସି ହେଲେ। ବାଇବଲରେ ଏଭଳି ପୁସ୍ତକ 9 ପର୍ବର ବାକ୍ୟରେ ଯଦି ଦେଖିବା ଆମେ ସେ ଜାଗାରେ ଲେଖାଯାଇଛି, ଆପଣମାନେ ବି ଦେଖିପାରିବେ। ଏଭଳି ପୁସ୍ତକ 9 ପର୍ବର 22 ପଦ ବାକ୍ୟରେ ଲେଖା ହେଇଛି, ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ବାଇବଲ କଣ କହୁଛି? ରକ୍ତପାତ ବିନା ପାପ ମୋଚନ ହବ ନାହିଁ। ତ ବ୍ୟବସ୍ଥା ଅନୁସାରେ ମୁଁ ଯଦି ଜଣେ ଲୋକ ପ୍ରଭୁଙ୍କ ସମ୍ମୁଖରେ ଛିଡା ହବ, ତ ପରମେଶ୍ୱରଙ୍କ ସମ୍ମୁଖରେ କଣ ଦରକାର ଅଛି? ରକ୍ତର ଆବଶ୍ୟକ ଅଛି ଲେଖା ହେଇଛି। ସେଥିପାଇଁ ମନୁଷ୍ୟ ତ ନିଜର ରକ୍ତକୁ ଦେଇପାରିବ ନାହିଁ। ମନୁଷ୍ୟ ନିଜର ରକ୍ତ ପ୍ରକୃତିରେ ନିଜର ହାତ କି ନିଜର ବେକ କି କାଟିକି ପ୍ରକୃତିରେ ପ୍ରଭୁଙ୍କୁ ଚଢେଇ ପାରିବ ନାହିଁ। ସେଥିପାଇଁ ପରମେଶ୍ୱର ଗୋଟେ ନିୟମ ଦେଇଛନ୍ତି। ଆଉ ମେଣ୍ଢା ହଉ, ମେଣ୍ଢାର ରକ୍ତ ହଉ କି ଛେଳିର ରକ୍ତ ହଉ ପ୍ରଭୁ ପ୍ରକୃତିରେ ମାଗୁଛନ୍ତି। ସେଥିପାଇଁ ପ୍ରଭୁ କହୁଛନ୍ତି, ଆଁ, ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ ଲେଖା ହେଇଛି। ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ମାନେ ଯଦି ରକ୍ତ ଜଣେ ମନୁଷ୍ୟ ପାଇଁ ଯଦି ଯାଉନି, ତେବେ ସେ ଲୋକଙ୍କର ପାପ କେବେ ମଧ୍ୟ କ୍ଷମା କରାଯାଇ ପାରିବ ନାହିଁ। ସେଥିପାଇଁ ହେବଲ ଯେତେବେଳେ ପ୍ରଭୁଙ୍କ ସମ୍ମୁଖରେ ଯାଇକି ଛିଡା ହେଲେ, ଏ ଗୋଟେ ବିଷୟକୁ ଜାଣିଲେ, ହଁ ପରମେଶ୍ୱର ଏ ପ୍ରକାର ନୈବେଦ୍ୟ ଦ୍ୱାରା ପ୍ରକୃତିରେ ଖୁସି ହୁଅନ୍ତି। ହଁ ଏ ପ୍ରକାର ନୈବେଦ୍ୟକୁ ପରମେଶ୍ୱର ଖୁସି ମାନେ ଗ୍ରହଣ କରନ୍ତି। ସେଥିପାଇଁ ହେବଲ ଦିନେ ଗଭୀର ଚିନ୍ତା କରିକି ପରମେଶ୍ୱରଙ୍କ ସମ୍ମୁଖରେ ସେ ଛିଡା ହେଲେ। ସେଥିପାଇଁ ହେବଲର ନୈବେଦ୍ୟ ଏ ପ୍ରକାର ଭାବରେ ଗ୍ରହଣ କରାଗଲା, ଆଉ ହେବଲକୁ ମଧ୍ୟ ପ୍ରକୃତିରେ ଗ୍ରହଣ କରାଗଲା। ସେଥିପାଇଁ ହେବଲ ପ୍ରକୃତିରେ ଦିନେ ପ୍ରଭୁଙ୍କ ସମ୍ମୁଖରେ ଯେତେବେଳେ ଛିଡା ହେଉଛନ୍ତି, ଆପଣ ଯଦି ଦେଖିବେ ଏଭଳି ପୁସ୍ତକ 11 ପର୍ବର 4 ପଦ ବାକ୍ୟ ଅନୁସାରେ, ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ସାମ୍ନାରେ କଇନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ। ତୋ ଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ। ଈଶ୍ୱର ନିଜେ ତାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି। ତ ଏଇ ଜାଗାରେ ଯଦି ଆମେ ଦେଖିବା କହିଲେ, ହେବଲ କଇନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଲେଖା ହେଇଛି। ତ କଇନ କୁ ପ୍ରକାର ବଳି ଉତ୍ସର୍ଗ କଲେ? କଇନ ଅପେକ୍ଷା ଏ ହଁ କଇନ ଅପେକ୍ଷା ହେବଲ ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ। ତୋ ଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ। ସେଥିପାଇଁ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯେତେବେଳେ ହେବଲ ନୈବେଦ୍ୟକୁ ଉତ୍ସର୍ଗ କରୁଅଛନ୍ତି, ପରମେଶ୍ୱର ହେବଲକୁ ପ୍ରକୃତରେ ଧାର୍ମିକ ଗଣନା କରୁଅଛନ୍ତି। ସେଥିପାଇଁ ପରମେଶ୍ୱରଙ୍କ ସମ୍ମୁଖରେ ଯେତେବେଳେ ସେ ଛିଡା ହେଲେ ଦାନ ସମ୍ବନ୍ଧରେ, ସେ ମୃତ ହେଲେ ହେଁ ସେ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି ଲେଖା ହେଇଛି। ସେଥିପାଇଁ ଆଜି ଆମେମାନେ ଯେତେବେଳେ ପ୍ରଭୁଙ୍କ ସମ୍ମୁଖରେ ଛିଡା ହଉଛୁ କି ପ୍ରଭୁଙ୍କ ସମ୍ମୁଖକୁ ନେଇକି ନୈବେଦ୍ୟ ଅର୍ପଣ କରୁଅଛୁ, ତ ପରମେଶ୍ୱର ଆମମାନଙ୍କର ଭଲ କର୍ମ କି ଆମର ଉତ୍ତମତା କି ଆମର ଆତ୍ମଧାର୍ମିକତା କୁ କେବେ ମଧ୍ୟ ଗ୍ରହଣ କରିବେ ନାହିଁ। କିନ୍ତୁ ପରମେଶ୍ୱର କଣ ଗ୍ରହଣ କରିବେ? ପ୍ରଭୁଙ୍କର ଇଚ୍ଛା କଣ? ସେଥିପାଇଁ ଦିନେ ଜଗତ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କଲେ। ସେ ଆମମାନଙ୍କ ହୃଦୟ ମଧ୍ୟରେ ପ୍ରବେଶ କଲେ। ଆଁ ସେ ଆମମାନଙ୍କ ହୃଦୟ ମଧ୍ୟରେ ପ୍ରବେଶ କଲେ, ଆଉ ଆମ ସମସ୍ତଙ୍କର ପାପକୁ ସେ ନିଜ ଉପରେ ବହନ କରୁଛନ୍ତି। ଦିନେ ନିଜ ଉପରେ ପାପ ବହନ କଲା ପରେ ସେ କ୍ରୁଶ ଉପରେ ଚଢୁଛନ୍ତି, ଆଉ କ୍ରୁଶ ଉପରେ ସେ ସମସ୍ତ ପାପର ବେତନ ପ୍ରଭୃତିରେ ଦେଉଛନ୍ତି। ସମସ୍ତ ପାପର ବେତନ କ୍ରୁଶରେ ଦେଲା ପରେ 3 ଦିନ ପରେ ଯୀଶୁଖ୍ରୀଷ୍ଟ ପୁନରୁତ୍ଥିତ ହଉଛନ୍ତି, ଆଉ ଯୀଶୁ ଏ ସମସ୍ତ ଜଗତର ଲୋକମାନଙ୍କୁ ଧାର୍ମିକ ଗଣନା କରିଅଛନ୍ତି। ଆପଣମାନେ ଯଦି ଦେଖିବେ ରୋମୀୟ ପୁସ୍ତକ 4 ପର୍ବର 25 ପଦ ବାକ୍ୟ, ସେଇ ଯୀଶୁ ଆମମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ତ ଯୀଶୁଖ୍ରୀଷ୍ଟ କାହିଁକି ଉଠିଲେ ଅନେକ ଲୋକ ପ୍ରକୃତରେ ଜାଣିନାହାନ୍ତି। ଆଉ ଯୀଶୁଙ୍କୁ କାହିଁକି ପୁନରୁତ୍ଥାନ ସମୟ ଯୀଶୁଖ୍ରୀଷ୍ଟ କାହିଁକି ପୁନରୁତ୍ଥିତ ହେଲେ, କାହିଁକି ପ୍ରକୃତରେ ଯୀଶୁ ପୁନରୁତ୍ଥିତ ହେବାର ଥିଲା, ଅନେକ ଲୋକ ପ୍ରକୃତରେ ଆଜି ଜାଣିନାହାନ୍ତି। କିନ୍ତୁ ବାଇବଲରେ ସେ ଜାଗାରେ କ୍ଲିୟରଲି ପ୍ରକୃତରେ ଲେଖା ହେଇଛି, ଯୀଶୁ କାହିଁକି ମରିଗଲେ, ଯୀଶୁ କାହିଁକି ଉଠିଲେ।
ଯୀଶୁ ମରିବାର ଗୋଟେ ଉଦ୍ଦେଶ୍ୟ ସେ ଆମମାନଙ୍କ ଅପରାଧ ନିମନ୍ତେ ପ୍ରକୃତିରେ ସମର୍ପିତ ହେଲେ। କିନ୍ତୁ ଯୀଶୁ ଉଠିବାର ଉଦ୍ଦେଶ୍ୟ ହେଉଛି ଆମମାନଙ୍କୁ ଧାର୍ମିକ ଗଣନା କରିବା ନିମନ୍ତେ ଉଠିଲେ। ଯଦି ଆପଣମାନେ ମଧ୍ୟ ସମାନ ବାକ୍ୟକୁ ଆଜି ବିଶ୍ୱାସ କରିବେ, ପରମେଶ୍ୱର ମଧ୍ୟ ଆପଣମାନଙ୍କ ପରିବାରକୁ ଏ ପ୍ରକାର ଭାବରେ ଆଶୀର୍ବାଦ କରିକି ଏ ଜଗତ ମଧ୍ୟରେ ପ୍ରକୃତିରେ ପଢ଼େଇକି ପ୍ରକୃତିରେ ନେଇକି ଯିବେ। ସେଥିପାଇଁ ମୁଁ ଆଶା କରୁଛି ଆପଣମାନେ ଏ ପ୍ରକାର ଗସ୍ପେଲ ପାଇକି ଖୁସି ହେବେ। ଆଉ ବିଶେଷ କରି ମୁଁ ଆପଣମାନଙ୍କୁ ବେଶୀ ଧନ୍ୟବାଦ ଦେଉଛି ଯେତେବେଳେ ଆମର ଚ୍ୟାନେଲ ଦ୍ୱାରା ଆପଣମାନେ ବାକ୍ୟକୁ ଶୁଣୁଛନ୍ତି। ଆଉ ସେୟାର ବି କରନ୍ତୁ, ଲାଇକ୍ ବି କରନ୍ତୁ, ସବସ୍କ୍ରାଇବ୍ ବି କରନ୍ତୁ। ଆଉ ମୁଁ ଆଶା କରୁଛି ଆପଣମାନେ ଏ ପ୍ରକାର ଭାବେ ଆମମାନଙ୍କୁ ସପୋର୍ଟ କରିବେ। ଆଉ ବେଶୀ ଧନ୍ୟବାଦ। ଆଜି ମଧ୍ୟ ଆଉ ସୁଷମାଚାର ଅଳ୍ପ ଅଳ୍ପ ସମୟ ମୁଁ ଆପଣଙ୍କ ସମ୍ମୁଖରେ ସୁଷମାଚାରକୁ ପ୍ରଚାର କରିପାରିଲି। ସେଥିପାଇଁ ବେଶୀ ଧନ୍ୟବାଦ ଦେଉଛି ପ୍ରଭୁଙ୍କୁ ମଧ୍ୟ ଆଉ ଆପଣମାନଙ୍କୁ ମଧ୍ୟ। ଥ୍ୟାଙ୍କ ୟୁ ସୋ ମଚ୍।